देवेन्द्र मौळि मंदार मकरंद कणारुणा विघ्न हरन्तु हिरम्बो लंबोदर गजानन हे गजानन हे देवेन्द्र मौळि मंडित हे विघ्नेश हे लंबोदर हे पार्वती प्रिय पुत्र हे श्री गणेश समस्त विघ्न दूर कर। बंधु आसतु समस्ते जोड़ हस्तरे गणेश गोड़ धरी प्रणाम करिबा। श्री शुभमस्तु। मो कुड़मणि पंडा, मोर फोन नंबर 809333555583। आपण मानू आज यही ज्योतिषिक कार्यक्रम को स्वागत करुच्ची। बंधुगण आमे आज धनु राशि उपरे दुखस्क हवा। धनु राशिया माने की प्रकार सुख की प्रकार दुख क्यों क्यों समस्यार सम्मुखीन हेबे आमे ताको पढ़िबा शुणिबा गुणिबा भाविबा बुझिबा ओ अंगे निभेबा। अगस्ट 15 रु सेप्टेम्बर 15 जाए क्यों दाउ धक्का आसीबो धनु राशि प्रति शुणन्तु ना। धनु राशि अधिपति बृहस्पति से अछंती वृषरे षष्ठरे से लग्नाधिप हेतु मूला नक्षत्र 19 को अपमान 20 और 21 पूर्वाषाढ़ा और उत्तराषाढ़ा को स्थानांतरित करने योजना करुचंती। बृहस्पति षष्ठगत हेले नानाविध रोग दे थांती एणु देह प्राय खराब हेबो। माने बृहस्पति लग्नाधिप से वृषरे शत्रु शुक्र घरे षष्ठरे बृहस्पति षष्ठगत हेले नाना विध रोग होइथाए। विशेषकरी मूला नक्षत्र सावधान रहिबे चुप रहिबे कारण अपमान जोग अच्छी। बाकी पूर्वाषाढ़ा और उत्तराषाढ़ा धनु उनकर ट्रांसफर हो स्थानांतरित हे समस्या किछि हम टिके खुशियार थे। शनि एवं तृतीय कुंभरे शनि 19 और 20 को धन और सुख देवे मात्र 21 को मृत्युवत पीड़ा देवे। 19-20 मूला और पूर्वाषाढ़ा को धन और सुख देवे शनि 21 को रोग देवे। तामाने बृहस्पति और शनि उभय योजना अच्छी 21 रोग हम 21 नक्षत्र मान उत्तराखा नक्षत्र रोग हम। शनि तृतीयस्थ हेले नाना दिगरु लाभ होइथाए। व्यवसाय रे विशेष उन्नति होइथाए। ठंडा रोग छाड़े नाही। ताहले आमे जानिले सुख लाभ भितरे टिके रोग हम ठंडा रोग हम। ठंडा बोलते छिंक काश श्वास दमा इत्यादि इत्यादि इत्यादि। जातक शनिकर स्थिति घर द्वार जहाँ सब अच्छी बृहस्पति स्थिति घर द्वार जहाँ सब थी गोष्ठी ताकू नहीं ठंडा बढ़ी पारे कमी पारे। राहु चतुर्थ हेले राहु शोक करने को पड़ी थाए। हठात मन दुख हो जाए। राहु दुखर कारण से मीन चतुर्थ हठात किसी दुसंबाद शुणवे शोक हम। कोट बाड़े हिंजीव गोड़ भांगी आछिंडी जीव कष्ट हम दुख आ शोकर कारण राहु।
ମଙ୍ଗଳ ଷଷ୍ଠସ୍ଥ ମଙ୍ଗଳ ଷଷ୍ଠଗତ ହେଲେ ଶନି ଭଳି ନାନା ଦିଗରୁ ଲାଭ ଦେଇଥାନ୍ତି। ଶନି ଯେମିତି ତୃତୀୟସ୍ଥ ମଙ୍ଗଳ ଷଷ୍ଠସ୍ଥ। ଶନି ଯେମିତି ଲାଭ ଦେବେ, ସୁଖ ଧନ ଆସିବ, ସେମିତି ମଙ୍ଗଳ ବି ସୁଖ ଆଉ ଧନ ଦେବେ, ଲାଭ ହେବ। ବ୍ୟବସାୟୀମାନଙ୍କର ଆୟ ବଢ଼ିଯିବ, ଖ୍ୟାତି ବଢ଼ିଯିବ। ତେଣୁ ଶନି ଆଉ ମଙ୍ଗଳ ଉଭୟଙ୍କ ଠାରୁ ଧନ ମିଳିଲା, ଲାଭ ହେଲା। ବ୍ୟବସାୟୀ ଯେଉଁମାନେ ଯେଉଁ ବୃତ୍ତି କରୁଛନ୍ତି, ଯାହାର ଯେଉଁ ବ୍ୟବସାୟ, ସେ ସବୁଥିରେ ଲାଭ ହେବ। ଲାଭ ଲାଭ ଲାଭ। ଦୁଇଟି ଗ୍ରହ ପରସ୍ପର ଶତ୍ରୁ, ଶନି ଆଉ ମଙ୍ଗଳ, ଏ କିନ୍ତୁ ଧନ ଦେବା ମୁଡ଼ରେ ଅଛନ୍ତି। ବୁଧ ଅଷ୍ଟମସ୍ଥ। ବୁଧ ଅଷ୍ଟମସ୍ଥ ଏବେ କର୍କଟରେ। ବୁଧ ଅଷ୍ଟମସ୍ଥ ହେଲେ ହାତକୁ ପ୍ରବଳ ଧନ ଆସେ। ବାପା ଶନି ଦେଲେ, ମଙ୍ଗଳ ଦେଲେ, ବୁଧ ବି ଦେଲେ, ଧନ ଆସେ। ଶନି ମଙ୍ଗଳ ବୁଧ ଧନ ଦେବେ। ମଙ୍ଗଳ 22/8ରେ ସପ୍ତମକୁ ମାନେ ମିଥୁନକୁ ଆସିବେ। ସପ୍ତମସ୍ଥ ହେଲେ ମଙ୍ଗଳ ଚିନ୍ତା ବଢ଼ିଯାଏ। ତାମାନେ 26 ତାରିଖ ପର୍ଯ୍ୟନ୍ତ, ଅଗଷ୍ଟ 26 ଯାଏ ମଙ୍ଗଳ ଧନ ଦେଇ ଦେଇ ସ୍ଥିର ହେଇଯିବେ। ଆଉ ସେ ମିଥୁନକୁ ପଳେଇ ଆସିଲେ ଚିନ୍ତା ବଢ଼ିଯିବ। ଏତେ ଚିନ୍ତା ହେଇଯିବ ଯେ ତନୁ କ୍ଷୀଣ ହେଇଯିବ। କ'ଣ ଗୋଟେ ଦୁଶ୍ଚିନ୍ତା ଆସିଯିବ। ଆଉ ଚିନ୍ତା ଖାଏ ଗଣ୍ଡି, ଲୁଣ ଖାଏ ହାଣ୍ଡି। ଏଇ ଦୃଷ୍ଟିକୋଣରୁ ମଙ୍ଗଳଙ୍କ ପାଇଁ ଦୁଶ୍ଚିନ୍ତା ଆସିବ। ଧୈର୍ଯ୍ୟ ଧରିବେ। ଆଉ ଧୈର୍ଯ୍ୟ ହିଁ ସବୁଠାରୁ ଶ୍ରେଷ୍ଠ ଶକ୍ତି କୁହାଯାଇଛି ପରା। 26/8 ପରେ ମଙ୍ଗଳ ଦେବେ ଦୁଃଖ। ଦୁଃଖ ବୁଧ 4/9ରେ ସିଂହକୁ ଆସିବେ। ବୁଧ ବି ଧନ ଦଉଥିଲେ, ବୁଧ ନବମ ହେବେ। ନବମ ବୁଧ ରୋଗ ଦେବେ। 4/9 ସେପ୍ଟେମ୍ବର 9 ତାରିଖ ପର୍ଯ୍ୟନ୍ତ ବୁଧ ସହଯୋଗ କରିବେ, ଧନ ଦେବେ, ଲାଭ ଦେବେ। ତାପରେ ସେ ହେଇଯିବେ ନବମସ୍ଥ ବୁଧ ରୋଗ ଦେଇଥାନ୍ତି। ପୂର୍ବରୁ ଆଲୋଚନା କରିଥିଲେ ବୃହସ୍ପତି ରୋଗ ଦେବେ, ଆଉ ରାହୁ ଶୋକ ଦେବେ। ଏବେଠୁ ମଙ୍ଗଳଙ୍କର ଦୁଃଖ ଆସିଗଲା, ବୁଧ ବି ଦୁଃଖ ଦେବେ। ସେପ୍ଟେମ୍ବର 4 ପରେ ରୋଗ ହେବ। ରବି ମାସ ସାରା ସିଂହରେ ମାନେ ନବମରେ। ରବି ନବମସ୍ଥ ହେଲେ ବ୍ୟକ୍ତିର ମୁଣ୍ଡକୁ ଦୁଶ୍ଚିନ୍ତା ଆସିଥାଏ। ପର ଚର୍ଚ୍ଚାରେ ସମୟ ଯାଏ। ମାସ ସାରା ରବି ସିଂହରେ, ତାଙ୍କ ପାଇଁ ସଂକ୍ରାନ୍ତି, ସେ ମାସାଧିପତି। ତେଣୁ ରବି ଧନୁ ରାଶି ପାଇଁ ଏ ମାସରେ ଭଲ ଫଳ ଦେବେନି। ବୃଥା ସମୟ ନଷ୍ଟ ହେବ, ପରଚର୍ଚ୍ଚା ହେବ। ପରଚର୍ଚ୍ଚା କଲେ ପୁଣ୍ୟ ନଷ୍ଟ ହୁଏ, ପାପ ବଢ଼ିଯାଏ। ବନ୍ଧୁ, ଯଦି ପରଚର୍ଚ୍ଚା କରୁଛନ୍ତି ତାହେଲେ ପ୍ରଶଂସା କରନ୍ତୁ, ନିନ୍ଦା କରନ୍ତୁନି। ପରଚର୍ଚ୍ଚା କଲେ ପୁଣ୍ୟ ନଷ୍ଟ ହୁଏ। ଯଦି ପରଚର୍ଚ୍ଚା କରୁଛନ୍ତି ତାହେଲେ ପ୍ରଶଂସା କରନ୍ତୁ, କାହାର ଗୁଣ ଦେଖନ୍ତୁ, ଦୋଷ ନୁହଁ। ଯଦି କେହି ନିନ୍ଦା କରୁଛି ସେ ସ୍ଥାନ ଛାଡ଼ି ପଳାଇ ଆସନ୍ତୁ, ନହେଲେ ପାପ ବଢ଼ିଯିବ, ପୁଣ୍ୟ ନଷ୍ଟ ହେବ। ଶୁକ୍ର ସିଂହରେ ବା ନବମରେ, ଶୁକ୍ର ନବମରେ, ନବମସ୍ଥ ଶୁକ୍ର ସୁଖ ଦେଇଥାନ୍ତି। ଏହି ସୁଖ 22/8 ଯାଏ। ଆଗରୁ ସେ ଦବା ମୂଲ୍ୟ ଅଛନ୍ତି। 22/8 ଯାଏ, ଅଗଷ୍ଟ 22 ଯାଏ ଶୁକ୍ର ସୁଖ ଦେବେ। ଶନି ଦେଲେ, ମଙ୍ଗଳ ଦେଲେ, ବୁଧ ଦେଲେ, ଶୁକ୍ର ଦେଲେ। ତେଣୁ ଏଇ ଯେଉଁ ଧନ ସୁଖ ଆସିବ, ତାକୁ ସାଇତି ରଖିଲେ ଭଲ। ଯଦି ପର ନିନ୍ଦା କରିବେ, ପରକୁ ଦୁଃଖ ଦେବେ, ସେ ସୁଖ ଆପଣଙ୍କୁ ଭୟଙ୍କର ଦୁଃଖ ଦେଇ ପଳାଇବ। 22/8 ଯାଏ ରହିବ। 22/8ରେ ଶୁକ୍ର କନ୍ୟାକୁ ଆସିବେ, ଅର୍ଥାତ୍ ଶୁକ୍ର ଦଶମସ୍ଥ ହେବେ। ଏହି ଶୁକ୍ରଙ୍କର ପ୍ରଭାବ ବଢ଼ିଯାଏ। ପରୋପକାର ଧର୍ମ କାର୍ଯ୍ୟ କରିବାକୁ ମନ ହୁଏ। ଯେତେବେଳେ ଶୁକ୍ର ଦଶମସ୍ଥ ହେବେ,
ମାନେ କନ୍ୟାକୁ ଆସିବେ ସେତେବେଳେ ଭଲ ଚିନ୍ତା ମୁଣ୍ଡକୁ ଆସିବ। ରବି ମନ୍ଦ ଚିନ୍ତା ଦେବେ, ପରଚର୍ଚ୍ଚା କରାଇବେ। ଶୁକ୍ର ଯେତେବେଳେ କନ୍ୟାକୁ ଆସିଯିବେ ସେତେବେଳେ ପରୋପକାର, ସେବା, ଦାନ, ପର ପ୍ରଶଂସା ଆଦି ଚିନ୍ତା କରିବା ପାଇଁ ସୁଯୋଗ ମିଳିବ। ତେଣୁ ଗୋଟେ ଭଲ ସମୟ କହିଲେ ଭଲ। ଶୁକ୍ର ମାସ ସାରା ବହୁତ ସୁଖ ଦେବେ, ଧନ ଦେବେ, ସେବା ଦେବେ, ଦାନ କରିବା ପାଇଁ ସୁଯୋଗ ଦେବେ, ପରୋପକାର କରିବାର ମୌକା ଦେବେ। ତେଣୁ ଶୁକ୍ର ଏ ମାସରେ ବହୁତ ଭଲ ଫଳ ଦେବେ। ଶନିଙ୍କ ଭଳି ସେ ପୂର୍ଣ୍ଣ ମାସରେ ପୂର୍ଣ୍ଣ 30 ଦିନ ସୁଖ ଦେବେ, ଧନ ଦେବେ। କେତୁ କନ୍ୟାରେ ଦଶମସ୍ଥ। କେତୁ ଦଶମସ୍ଥ ହେଲେ ସର୍ବନାଶ କରିଥାନ୍ତି। ତେଣୁ ସେ ସର୍ବନାଶ କରିବା ଲକ୍ଷ୍ୟରେ ଅଛନ୍ତି। କିନ୍ତୁ ବୃଷରେ ଥାଇ ଗୁରୁ କେତୁଙ୍କୁ ଶୁଭ ଦୃଷ୍ଟି ଦେଇଛନ୍ତି। ଏହି କେତୁର ଯୋଜନା ପଣ୍ଡ ହୋଇଯିବ। କେତୁ ସର୍ବନାଶ କରିଦେବେ କାହାର? ଧନୁର। କିନ୍ତୁ ତାର ସବୁ ଯୋଜନା ଧରା ପଡ଼ିଯାଇଛି। ତାକୁ ଦେଖିଦେଲେ କିଏ? ନା ବୃହସ୍ପତି। ବୃହସ୍ପତି ପାଖରେ ଅଛନ୍ତି କିଏ? ମଙ୍ଗଳ। ମଙ୍ଗଳ ଗୁଣ୍ଡା କ୍ୟାରେକ୍ଟର ଗ୍ରହ। ସିଏ ଖାଲି ମାରିପିଟି ଜାଣେ। ତେଣୁ ମଙ୍ଗଳ କ'ଣ କରିବେ? ବୃହସ୍ପତିଙ୍କ ଶାସନ ପାଇ କେତୁକୁ ଛେଚିବେ। ଯାହାଫଳରେ କେତୁର ଯୋଜନା ପଣ୍ଡ ହେଇଯିବ। କେତୁ, ରାହୁ, ଶନି ଏମାନଙ୍କୁ ମଙ୍ଗଳ ସହିପାରେନି। ବୃଷରେ ଥାଇ ଗୁରୁ କେତୁଙ୍କୁ ଶୁଭଦୃଷ୍ଟି ଦେଇଛନ୍ତି। ଏଣୁ କେତୁଙ୍କର ଯୋଜନା ପଣ୍ଡ ହୋଇଯିବ। ସେ ବାଧ୍ୟ ହୋଇ ସୁଖ ଦେବେ ଡରିକିରି। ରବି ଦେବେ ଦୁଶ୍ଚିନ୍ତା, ପରଚର୍ଚ୍ଚାରେ ସମୟ କଟିବ। ଦୁଃଖ ଆସିବା ପାଇଁ ବାଟ ସଫା କରିଦେବେ ରବି। ମଙ୍ଗଳ ଧନ ଦେବେ, ଲାଭ ଦେବେ, ଶାନ୍ତି ଦେବେ। ମାତ୍ର 26/8ରେ ଚିନ୍ତା ବଢ଼ିଯିବ, ତନୁ କ୍ଷୀଣ ହେବ। ବୁଧ ହାତକୁ ପ୍ରବଳ ଧନ ଦେବେ। 4-9 ଯାଏ, 4-9 ଠାରୁ ଅଷ୍ଟମସ୍ଥ ହେବେ, ରୋଗ ହେବ। ଗୁରୁ ନାନାବିଧ ରୋଗ ଦେବେ। ଶୁକ୍ର ସୁଖ ଓ ସୁଚିହ୍ନ ଦେବେ, ପରୋପକାର କରିବା ପାଇଁ ସୁଯୋଗ ଦେବେ। ଶନି ନାନା ଦିଗରୁ ଅର୍ଥ ଓ ଲାଭ ଦେବେ। ବ୍ୟବସାୟୀମାନେ ତାଙ୍କ ବ୍ୟବସାୟକୁ ବିକଶିତ କରିବେ ଏବଂ ସମସ୍ତ ଋଣ ଶୁଝିଦେବେ, ରୋଗ ଶୂନ୍ୟ କରାଇବେ। ରାହୁ ଦୁଃଖ ଓ ଶୋକରେ ଦିନ କିଭଳି ଯିବ ସେ ଯୋଜନା କରୁଛନ୍ତି। କେତୁ ନାନାବିଧ ସୁଖ ଦେବାକୁ ବାଧ୍ୟ। ମୋଟାମୋଟି ଖବର ଏହା ଯେ ଶନି ମଙ୍ଗଳଙ୍କ ଯୋଗୁଁ ବ୍ୟବସାୟ ବାଣିଜ୍ୟ ବଢ଼ିବ। ସେମାନଙ୍କର ସେ ସମସ୍ତ ଦିଗରେ ଧନର ଅଭାବ ହେବନି। ବୃତ୍ତି ବେଉସା ଯାହା ଯାହା ଅଛି, ଯିଏ ଯେଉଁ କର୍ମ କରି ବଞ୍ଚୁଛନ୍ତି, ସେମାନେ ସମସ୍ତ ବାସନା ପୂର୍ଣ୍ଣ କରିଦେବେ। ଧନ ଆସିବ, ଏଣୁ ସୁଖରେ ରହିବେ। ତାପରେ ହେବ ଦେହ ମୁଣ୍ଡ ଖରାପ ହେବ, ଅର୍ଥ ସମସ୍ୟା ଦୂର ହୋଇଯିବ, ମହିଳାମାନଙ୍କ ସମସ୍ୟା ଦୂର ହେବ। ବୁଦ୍ଧଙ୍କ ପାଇଁ ନୂତନ ଯୋଜନା ସଫଳ ହେବ। ଶନି ଓ କେତୁଙ୍କ ପାଇଁ ଅଟକି ଯାଇଥିବା କାର୍ଯ୍ୟ ପୂର୍ଣ୍ଣ ହୋଇଯାଇପାରେ। ମଙ୍ଗଳ, ଶନି, କେତୁ ଓ ବୁଦ୍ଧ ଧନ ଦେବେ। 4 ଦିଗରୁ ଧନ ଆସିବ। ନୂତନ ମୂଲ୍ୟବାନ ଦ୍ରବ୍ୟ କିଣିବା ପାଇଁ ମନ ବଳିବ। କିଣିବେ, ଖୁସି ହେବେ, ମନ ପ୍ରସନ୍ନ ରହିବ। କୃଷକଙ୍କର କୃଷି, ବ୍ୟବସାୟୀଙ୍କର ବାଣିଜ୍ୟ, ଡାକ୍ତରଙ୍କର ଚିକିତ୍ସା, ଶିକ୍ଷକଙ୍କର ଶିକ୍ଷା ପ୍ରତି ବଢ଼ିବ। ନାନାବିଧ ରୋଗ ଦେଖାଦେବ। ରବି, ରାହୁ, ଗୁରୁ ଏ 3 ଗ୍ରହ ଦୁଃଖ ଦେବେ। ଭାଇ ଭଉଣୀମାନଙ୍କୁ ମଙ୍ଗଳଙ୍କ ଯୋଗୁଁ ସବୁପ୍ରକାର ସୁଖ ମିଳିବ। ଏଥିପାଇଁ ରବି ଓ ଶୁକ୍ର ସହଯୋଗ କରିବେ। କେତୁଙ୍କ ଯୋଗୁଁ ସୁଖ ବଢ଼ିଯିବ। ଛାତ୍ରଛାତ୍ରୀ ଓ ସନ୍ତାନ ମାନଙ୍କର ବିଶେଷ ମଙ୍ଗଳ ହୋଇ ନପାରେ। ଛାତ୍ର